ନିଲାମ ପ୍ରକ୍ରିୟାଟାକୁ ବନ୍ଦ କରିବା ପାଇଁ ଆମର ଯେଉଁ 14 ଜଣ ୱାର୍ଡ଼ ମେମ୍ବର ଆମେ ଏକାଠି ହେଇଛୁ। ଆମେ ସରପଞ୍ଚକୁ ଅନାସ୍ଥା ପ୍ରସ୍ତାବ ପାଇଁ ଆମେ 10 ତାରିଖ ସବ୍ କଲେକ୍ଟର ଅଫିସର ଆଉ କଲେକ୍ଟର ଅଫିସ ଆମର ବିଡ଼ିଓ ସମସ୍ତଙ୍କୁ ଜଣାହେଇଛି। ଏପର୍ଯ୍ୟନ୍ତ ସେ ଚିଠି କରିନାହାନ୍ତି ସବ୍ କଲେକ୍ଟର। ସେଥିପାଇଁ ଆମେ ଆଜି ଯେଉଁ ଗଢ଼ିଆ ନିଲାମ ପାଇଁ ସେ ଆଜି କରିଥିଲେ ଆମେ ସେଥିପାଇଁ ଅନଶନରେ ବସିଛୁ। ଆମର ଗୋଟେ କନଷ୍ଟ୍ରିବ୍ୟୁସନ୍ ଥିଲା ସରପଞ୍ଚଙ୍କ ସହିତ ଆମେ ବିଡ଼ିଓକୁ ଜଣେଇଥିଲୁ, ସବ୍ କଲେକ୍ଟରକୁ ଜଣେଇଥିଲୁ, କଲେକ୍ଟରଙ୍କୁ ବି ଜଣେଇଥିଲୁ ଅନାସ୍ଥା ପ୍ରସ୍ତାବ ପାଇଁ। ଯେହେତୁ ସେଇ ଅନାସ୍ଥା ପ୍ରସ୍ତାବରେ ଆଜି ପର୍ଯ୍ୟନ୍ତ 14 ଦିନ ହେଇଗଲାଣି। ଗତ 10 ତାରିଖ ଆମେ ଦେଇଥିଲୁ, 14 ଦିନ ହେଇଗଲାଣି, କିନ୍ତୁ କୌଣସି ଆମକୁ ସେମାନେ ଚିଠି କରୁନାହାନ୍ତି କି କୌଣସି ପଦକ୍ଷେପ ନେଉନାହାନ୍ତି। ତାପରେ ସରପଞ୍ଚ ଆଜି ଡାକିଛନ୍ତି ଆମର ଗଡ଼ିଆର ନିଲାମ ପାଇଁ। ଗ୍ରାମବାସୀ ଏବଂ ସମସ୍ତ ୱାର୍ଡ଼ ମେମ୍ବରମାନଙ୍କୁ ଦସ୍ତଖତ ଆଣିଛନ୍ତି, ଯଦିଓ ଯାଇଥିଲେ ସବୁ ୱାର୍ଡ଼ ମେମ୍ବର ଦସ୍ତଖତ ଦେଇନାହାନ୍ତି, 3-4 ଜଣ କିଏ ଦେଇଛନ୍ତି। ତେଣୁ ଆମେ ଆଜି ନିଲାମ ପ୍ରକ୍ରିୟାଟାକୁ ବନ୍ଦ କରିବା ପାଇଁ ଆମର ଯେଉଁ 14 ଜଣ ୱାର୍ଡ଼ ମେମ୍ବର ଆମେ ଏକାଠି ହେଇଛୁ।